मोदी जी ଯେତେବେଳେ 2019 ମସିହା ଫେବୃଆରୀ 15 ତାରିଖ ଦିନ ବନ୍ଦେ ଭାରତ ଅନୁକୂଳ କଲେ ଶୁଭାରମ୍ଭ କଲେ ଏବେ 54ଟା ବନ୍ଦେ ଭାରତ ଚାଲିଲାଣି ସାରା ଭାରତରେ ସାରା ଓଡ଼ିଶାରେ ତନ୍ମଧ୍ୟରୁ ସାରା ଭାରତରେ ତନ୍ମଧ୍ୟରୁ ଓଡ଼ିଶାରେ କେବଳ 6ଟା ମୋଦି जी କେତେ ଭଲ ପାଉଛନ୍ତି ଆମ ଓଡ଼ିଶାକୁ ସେଥିରୁ ଆପଣମାନେ ଜାଣିପାରୁଥିବେ ଏବଂ ଓଡ଼ିଶାରୁ ଆଜି ଚାଲିବ ଆଉ ଗୋଟେ ବନ୍ଦେ ଭାରତ ଟ୍ରେନ୍ ଚାଲିବ ବ୍ରହ୍ମପୁର ଟାଟାନଗର ଆଉ ଅଳ୍ପ ସମୟ ପରେ ଆରମ୍ଭ ହୋଇଯିବ ସେ ଶୁଭ ମୁହୂର୍ତ୍ତ ଆସିଯିବ ଯାହାର କର କମଳରେ ଅନୁକୂଳ ହେବ ବନ୍ଦେ ଭାରତ ଟ୍ରେନ୍ ବ୍ରହ୍ମପୁର ଠାରୁ ଟାଟାନଗର ସେଇଟା ଅନୁକୂଳ କରିବେ ସେ ଶୁଭ ଉଦ୍ଘାଟନ କରିବେ ଆମର ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏବଂ ସେଇଭଳିଆ ମୁହୂର୍ତ୍ତରେ ଆମ ପାଖରେ ପହଞ୍ଚନ୍ତି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ଅଳ୍ପ ସମୟ ପରେ ସେ କଥା ସେ ଆପଣଙ୍କୁ କହିବେ ଏବଂ ସେଇ ଶୁଭ ମୁହୂର୍ତ୍ତରେ ଉପସ୍ଥିତ ହେବେ ମୁଁ ପୁଣି ଥରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ଆମର ବ୍ରହ୍ମପୁର ରେଳ ଷ୍ଟେସନ ଆମର ବ୍ରହ୍ମପୁରର ସମସ୍ତେ ଜାଣିଛନ୍ତି ଯେ ପୁରୁଣା ରେଳ ଷ୍ଟେସନ ଆଜି ମୋଦି ସରକାର 52ଟା ରେଳ ଷ୍ଟେସନକୁ ଆଧୁନିକୀକରଣ କରୁଛି ତା ଭିତରେ ବ୍ରହ୍ମପୁର ମଧ୍ୟ ଅଛି ବନ୍ଧୁଗଣ ବ୍ରହ୍ମପୁର ଷ୍ଟେସନକୁ ଓଡ଼ିଶାକୁ ଗଞ୍ଜାମ ଜିଲ୍ଲାକୁ କେହି ଭୁଲି ନାହାନ୍ତି ଆମ ମୁଖ୍ୟମନ୍ତ୍ରୀ ତାଙ୍କର ସବୁବେଳେ ଅତି ନିଜର ଅତି ଆପଣାର ବୋଲି ଭାବୁଛନ୍ତି ଏବଂ ଯେତେବେଳେ ମଧ୍ୟ ଗଞ୍ଜାମ ଜିଲ୍ଲାର ସମସ୍ୟା କ'ଣ ବାରମ୍ବାର ତଦନ୍ତ କରି ପଠାଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ଆମ ସବୁବେଳେ ସେତିକି ଆମେ ଖୁସି ଲାଗୁଛି ଆଉ ଅଳ୍ପ ସମୟ ମଧ୍ୟରେ ଜାଣିବେ ଅଳ୍ପ ଦିନ ଭିତରେ ଯାହା ଇଏ ମମତା ମାଝୀ ସରକାର ଯାହା କଥା କହନ୍ତି ତାହା ଉତ୍ତର ଦିଅନ୍ତି ଲୋକଙ୍କ କଥା ନିଜେ ରକ୍ଷା କରନ୍ତି ଏବଂ ସୁଭଦ୍ରା ଦେଖିଲେ ସୁଭଦ୍ରା